ବିଜେପି ଦେଖନ୍ତୁ ବିଜେଡିର ଫ୍ୟୁଚର ଆଗକୁ ଅନ୍ଧାର ଦେଖାଯାଉଛି। ସଂଗଠନ ବଢିବା ଉତ୍ତର ଓଡ଼ିଶାରେ ଭାରତୀୟ ଜନତା ପାର୍ଟିର ବିଜୟ ସୁନିଶ୍ଚିତ ହେବ। ହଁ ଭଦ୍ରକ ତ ସବୁ ମିଶି ସାରିଲେ ଆଉ ବାକି କୋଉଟା ଅଛି? ଏବେ ତ ଆମର କାଲି ଶପଥ ନେଇକରି ଆସିଲେ ମନମୋହନ ସାମଲ ହେଲା, ସିଏ ଏବେ ବି ସଭାପତି ଅଛନ୍ତି ଓଡ଼ିଶାର, ତାଙ୍କର ନେତୃତ୍ୱରେ ସରକାର ତିଆରି ହେଇଛି। ଏଟା ବଡ଼ କଥା। ସେ ଜମାରୁ ଇଏ କଲେ କମ୍ପ୍ରମାଇଜ କଲେ ନାହିଁ ଯେ ଆମେ ଏକାକି ଲଢ଼ିବୁ ସରକାର ଗଢ଼ିବୁ। ତେଣୁ ଏଇଠୁ ଜଣାଯାଉଛି ତାଙ୍କର କଠୋର ନିଷ୍ପତ୍ତି ମଧ୍ୟ ଆମକୁ ବିଜେପିକୁ ସୁହାଇଛି। ଦେଖନ୍ତୁ କିଏ କେତେବେଳେ ମିଶିବ ସେଟା ତାଙ୍କର ନିଜର ଉପରେ ନିର୍ଭର କରୁଛି, କିନ୍ତୁ ଆମେ ଚାହୁଁଛୁ ଯଦି ସେମାନେ ବି ଫ୍ରଣ୍ଟ ଲାଇନ୍ର ନେତାମାନେ ଆସିବା ପାଇଁ ଚାହୁଁଛୁ ଆମେ ତାକୁ ସ୍ୱାଗତ କରିବା। ବିଜେପି ଦେଖନ୍ତୁ ବିଜେଡିର ଫ୍ୟୁଚର ଆଗକୁ ଅନ୍ଧାର ଦେଖାଯାଉଛି। କାହିଁକି ଯେଉଁ ପ୍ରକାର ଭାବରେ ଓଡ଼ିଶାରେ ଚିତ୍ର ଅଛି ଆମେ ସେଇଠି ଜାଣିପାରୁଛୁ ଯେ ବିଜେଡି ଆଉ ଆଗ ଭଳିଆ ଷ୍ଟ୍ରଙ୍ଗ ହେବନି। ଧୀରେ ଧୀରେ ତାଙ୍କର ଷ୍ଟ୍ରଙ୍ଗନେସଟା କମଜୋର ହେବ। ଏହା ହେବା ପାଇଁ ଯାଉଛି, ଏଟା ନିଶ୍ଚିତ ରୂପେ। ଏବେ ବିଜେପି ଷ୍ଟ୍ରଙ୍ଗ ହେବ, କାରଣ ହେଉଛି ଆମର ସରକାର ଅଛି। ଏବେ ସମସ୍ତେ ଚାହୁଁଛନ୍ତି ସରକାର ରହିଲେ ଆମର ବିକାଶ।